ଓଡ଼ିଶାର ଆଳୁ ଚାଷକୁ ନେଇ ସାର୍ଙ୍କର ଗୋଟିଏ କଥା କ'ଣ କହିବି ସାର୍? ଆଳୁ ଚାଷ ପାଇଁ ସେମାନେ ଚେଷ୍ଟା କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଆମର କ୍ଲାଇମେଟ୍ ସୁଟ୍ କରୁନି। ତ ଆଗରୁ କରୁଥିଲା ବର୍ତ୍ତମାନ ସେ କ୍ଲାଇମେଟ୍ ଚେଞ୍ଜ ହେଇଯାଇଛି ତେଣୁ ତା ଫଳରେ ହେଇପାରୁନି। ସେମାନେ ବହୁତ ଜୋର ଲାଗିଛନ୍ତି, ଯଦି ସେଇଭଳିଆ କିଛି ପରିସ୍ଥିତି ଆସିଲା ତାହେଲେ କରିବେ ଆଉ ହେଲା। ଯଦି ଆଳୁ ଏଠି ଚାଷ ହେଇଗଲା ତ 5 ଟଙ୍କା କେଜି ରହିବ। ହଁ ହଁ 5 ଟଙ୍କା କେଜି ରହିଲେ ନାଇଁ 5 ଟଙ୍କା ହଉ କି କମିଯାଉ କି ଅଧିକା ରହୁ, ଆମର ଏଠି ଆଳୁ ଉତ୍ପାଦନ ଆଗରୁ ଯେଉଁ ରକମର ହେଉଥିଲା ଆଉ ବର୍ତ୍ତମାନ ହେଉନି। ବେଶୀ କେଉଁ ଜିଲ୍ଲାରେ ହଉଥିଲା? ମୋର ଧାରଣା ନାହିଁ ସେ ବିଷୟରେ, ମୁଁ କହିପାରିବି। ଯାହା ବି ଆମେ ଯେତିକି ଜାଣିବାକୁ ମିଳିଛି କେନ୍ଦ୍ରାପଡ଼ାର ଉପକୂଳ, ବାଲେଶ୍ୱର, ଭଦ୍ରକ, ଯାଜପୁରର କିଛି ନଈକୂଳିଆ ଜାଗା, ଜଗତସିଂହପୁର, ଏପଟେ ଯଦି କଟକରେ ଦେଖିବେ 42 ମୌଜା, ସବୁ ପୁରୀ ସବୁ ଜାଗାରେ ହେଉଥିଲା। କିନ୍ତୁ ଆପଣ 42 ମୌଜାରେ ଯଦି ଦେଖିବେ ଘରେ ଘରେ ଆଳୁ ଚାଷ ପାଇଁ ପ୍ରସିଦ୍ଧ ଥିଲେ 42 ମୌଜାବାସୀ, କିନ୍ତୁ ସମୟକ୍ରମେ ସେମାନେ ଧାନ ଚାଷ କରୁଛନ୍ତି, ଆଳୁକୁ ପ୍ରାୟୋରିଟି ଦେଉନାହାନ୍ତି। ଯଦି ବି ଆଜି ଆଳୁ ହେଇଯାଉଛି ତେବେ କୋଲ୍ଡ ଷ୍ଟୋରର ସମସ୍ୟା ସାର୍? କୋଲ୍ଡ ଷ୍ଟୋରର ସମସ୍ୟା ଚାରିଆଡ଼େ, ତେଣୁ ଆଳୁ ଆମଦାନୀ ହେଲେ ବି ରଖିବା ପାଇଁ ଜାଗା ନାହିଁ। ହଁ ବିକ୍ରି ହେଇ ସାରିଯାଉଛି, ତେଣୁ ଚାଷୀ ଇଏ କରୁନାହାନ୍ତି, ଆଳୁ ରଖିବେ କେଉଁଠି? ତାଙ୍କ ଆଳୁଟାର ଯେଉଁ ପଇସା ଖଟେଇଥିଲେ ସେ ପଇସା ତାଙ୍କୁ ମିଳୁନି। ହଁ କୋଲ୍ଡ ଷ୍ଟୋର ତାପରେ ଚାଷ, ଏଇଟା ନିହାତି ଦରକାର। ଆପଣ ଦେଖିଥିବେ ଯେତେବେଳେ ପ୍ରଥମେ ହେବା ଦରକାର କୋଲ୍ଡ ଷ୍ଟୋର, ତାପରେ ଯଦି ଚାଷ କରାଯିବ ହୁଏତ ରାଜ୍ୟର କିଛି ବିକାଶ ହେଇପାରେ, ଯାହାକି ଏଇ ବଜେଟ୍ରେ, ଏଇ ଚଳିତ ବଜେଟ୍ରେ ମୋହନ ବାବୁଙ୍କ ତରଫରୁ ଘୋଷଣା କରାଯାଇଛି। 2 ଘଣ୍ଟା 45 ମିନିଟ୍ ଯେଉଁ କଥା କହିଲେ, ମାନେ ପେପର ପଢ଼ିକି ଶୁଣେଇଲେ 2,90,000 କୋଟି ଟଙ୍କାର ବଜେଟ୍। ଭଲ କରିଥିଲେ, ଭଲ କରିଥିଲେ ବୋଲେ କ'ଣ, ମେଡ଼ିକାଲ ଫେଡ଼ିକାଲ, ମନ୍ଦିର ଫନ୍ଦିର ବହୁତ ଜାଗା କରିଛନ୍ତି ଆଉ ମୋହନ ବାବୁ ତ ଏବେ ମୋହନ ବାବୁ ତ ଏବେ ନୂଆ, ସେ ବି ଯାହା କରୁଛନ୍ତି ଭଲ କରୁଛନ୍ତି ଆଉ କ'ଣ। ଆପଣ ଭୋଟ ଦେଇଥିଲେ ହଁ ନବୀନ ବାବୁ କାହିଁକି ନାଇଁ, ନବୀନ ବାବୁ ଆଗରୁ ଥିଲେ ନା ଭଲ। ତାକୁ ହରେଇବାର କାରଣ ହରେଇ ଆମେ ହରେଇଲୁ, ବହୁ ଲୋକ ହରେଇଲେ ନା ଆଉ। ଆପଣ ଭଳିଆ ବହୁତ ଲୋକ ଆମ ଭଳିଆ ବହୁ ଲୋକ, କ'ଣ ପାଇଁ ତ ଭୋଟ ଦେଇନଥିବେ ନା ମନ ଭିତରେ? ଆମ ଏମ୍ଏଲ୍ଏକୁ ଭୋଟ ଦେଇନୁ ନା ଆଉ। ଆପଣ ଏମ୍ଏଲ୍ଏ କିଏ ଥିଲେ? ଆମ ଦେବୀ ମିଶ୍ର ଥିଲେ। ଦେବୀ ମିଶ୍ର ବିଜେଡ଼ିର, ତାଙ୍କୁ ଦେଲେନି? ତାଙ୍କୁ ଦେଲେନି ମାନେ ଆପଣ ଦେଖିପାରୁଥିବେ ବିଜେଡ଼ି ହାରିବାର ମୂଳ କାରଣ କ'ଣ? ମାନେ ନବୀନ ବାବୁଙ୍କର ଭୁଲ ନାହିଁ ବୋଲି ଲୋକ କହୁଛନ୍ତି, ମାନେ ମୁଁ କହୁନାହିଁ, ଲୋକେ କହୁଛନ୍ତି ଯେ ତାଙ୍କ ଏମ୍ଏଲ୍ଏକୁ ଭୋଟ ନ ଦେବା କାରଣରୁ ବିଜେଡ଼ି ପାଇଲାନି। ଏଇଆ ହେଉଛି କାରଣ। ମିଶ୍ର ଉପରେ ଏମିତି ରାଗ କାହିଁକି? ଦେବୀ ମିଶ୍ର ଯାହା କହିଲେ ଆମ କଥା ଶୁଣିଲା ନାହିଁ। ଆମର ଏଠି ଗୋଟେ ମେଡ଼ିକାଲରେ ଡକ୍ଟର ନାହାନ୍ତି, କେହି ନାହାନ୍ତି, ସେଇଥିପାଇଁ ଭୋଟ ଦିଆହେଲାନି ଆଉ କ'ଣ। ତାହେଲେ ଦେବୀ ମିଶ୍ର ଉପରେ ପ୍ରବଳ। ହଁ ଏବେ ତ ଦେବୀ ମିଶ୍ର ନାହାନ୍ତି ନା, ଏବେ କିଏ ଅଛନ୍ତି? ଏବେ ଅଛନ୍ତି ମୁନା। ସିଏ କ'ଣ ସବୁ କଥା ଶୁଣୁଛନ୍ତି? ହଁ ସିଏ ଏଇଟା ଅଛନ୍ତି ଏଥର, ସେ ସ୍ୱାଧୀନରେ ପାଇଦେଲେ ସ୍ୱାଧୀନରେ ରହିକି ଜିତିଗଲେ। ସିଦ୍ଧନ। ହଁ ମାନେ ଏତେ ଲୋକ ଦେବୀ ମିଶ୍ର ଉପରେ ରାଗି, ହଁ ସ୍ୱାଧୀନରେ ଜିତିଲେ କୌଣସି ଦଳ ଜିତିଲା ନା। ତାହେଲେ ଯଦି ଏତେ ବଡ଼ କଥା, ତାହେଲେ ସେ ଲୋକ ଶୁଣୁଛନ୍ତି ଏବେ ତମ କଥା? ହଁ ହଁ ଯେତେବେଳେ ଡାକିଲେ ଡାକୁଲେ ଯାଉଛନ୍ତି। ତବେ ସାର୍ ଆଉ ଗୋଟେ କଥା ସାର୍ଙ୍କୁ ଏଠି ପଚାରି ବୁଝିବା। ସାର୍ ଆପଣଙ୍କର ଧାନ ବିଲ କେତେ? ଆମର ବିଲ ଏକରେ। ଧାନ ଚାଷ କରନ୍ତି? ହଁ। ଆଳୁ? ନା, ଆଳୁ କଲେ ଭଲ 2 ପଇସା କମାନ୍ତେନି? କରିବାକୁ ଲୋକ ନାହାନ୍ତି ଆଉ। ଧାନ କଲା ବେଳକୁ କିଏ ଆସୁଛନ୍ତି? ଧାନ ଆମେ କରିଦେଉଛୁ ଅନ୍ୟ ଲୋକଙ୍କୁ ଦେଇକି ଟ୍ରାକ୍ଟର ଚାଷ କରି। ସେମିତି ଆଳୁ ଯଦି ଉପରେ ଗୁରୁତ୍ୱ ଦିଆଯାଆନ୍ତା ବୋଧେ ଓଡ଼ିଶାରୁ ଆଳୁ ସମସ୍ୟା ନା ଆମେ କରିପାରିବୁନି ନା, କରିବାକୁ ଆମର ଲୋକ ନାହାନ୍ତି ଆଉ। ସିଧାକଳ ସାର୍ କଥା କାଟିଦେଲେ ଯେ ନାଇଁ କରିବାକୁ ଲୋକ ନାହାନ୍ତି। ତେବେ ଗୋଟେ କଥା, ବିଜେଡ଼ି ହାରିବାର ମୁଖ୍ୟ କାରଣ କେହି ବାହାରିବା ଲୋକ ନୁହଁ, ତାଙ୍କରି ନିଜ ଦଳର ଏମ୍ଏଲ୍ଏ ମାନଙ୍କୁ ଭୋଟ ଦେଇନାହାନ୍ତି କିଏ? ନିଜ କର୍ମୀମାନେ, ଯାହାଫଳରେ କି ନବୀନ ବାବୁ ବାଧ୍ୟବାଧକତାରେ ହାରିଗଲେ। ମାନେ ଆପଣମାନେ ମିଶିକି ନବୀନ ବାବୁଙ୍କୁ ହରେଇଦେଲେ ଆଉ। ନା, ନବୀନ ବାବୁଙ୍କୁ ହରେଇଦେଲୁ କ'ଣ, ଆମେ ଆମ ଏମ୍ଏଲ୍ଏକୁ ହରେଇଲୁ ଆଉ। ଆମେ ତ ଭାବିଥିଲୁ ନବୀନ ବାବୁକୁ ଜିତେଇବୁ ବୋଲି। ଏବେ ଆପଣଙ୍କର ଦେବୀ ମିଶ୍ର ବାବୁ ଯାଆନ୍ତି ଆପଣଙ୍କ ପାଖକୁ ଆସନ୍ତି? ନା ନା, ସେ ଆଉ ତ ଆସୁନାହାନ୍ତି ଆଉ। ସେ ଆସୁନାହାନ୍ତି ନା, ପିଲା ଛୁଆ ତ ସେ ତାଙ୍କର ଗାଁରେ ଅଛନ୍ତି ଆଉ। ଏଇଠି ନରସିଂହପୁର। ମାନେ ଦେବୀ ମିଶ୍ରଙ୍କ ଘର ନରସିଂହପୁର, ସିଏ ଆସି ଆପଣଙ୍କର? ତାଙ୍କ ଘର ନରସିଂହପୁର, ଆମ ଘର ବି ନରସିଂହପୁର। ହଁ।